ସେଟା ମୋ ନାଁ ସରୋଜ କୁମାର ନାୟକ, ଘର ଘର ଗୁଆଗଡ଼ିଆ। କ'ଣ କହିବେ ଏଇ ଯେଉଁ ରାସ୍ତା ବାବଦରେ? ଦେଖନ୍ତୁ ଏଇ ଯେଉଁ ଆପଣ ସାମ୍ନାରେ ଦେଖିଲା ଯେଉଁ ପଡ଼ିଗଲି ଘିଣିଆ ମାନେ ବର୍ଷା ହେଇଛି, ସବୁ ବଡ଼ ବଡ଼ ଗାଢ଼ା ହେଇଯାଇଛି ସବୁ ରାସ୍ତାରେ। ଆଉ ସେ ତାର ପାଣି ଜମିଛି, ଆମେ ଜାଣିପାରୁନା, ତାର ଟିକେ ହେଲା ଅଲମ୍ବିଲା ବେଳକୁ ସାଙ୍ଗେ ସାଙ୍ଗେ ଗାଡ଼ି ସ୍ଲିପ୍ ମାରି ପଡ଼ିଯାଉଛି। ଏଇଭଳି ଖରାଦିନ ମଧ୍ୟ ଦେଖୁଛନ୍ତି ଯେଉଁ ଭଳିଆ ଧୂଳି ଫୁଳି ସବୁ ଉଡ଼ୁଛି, ମୁହଁରେ ପଡ଼ୁଛି, ଆଖିକୁ ପଡ଼ୁଛି। ଗୋଟେ ମାନେ ଡଷ୍ଟ ଇନଫେକ୍ସନ୍ ଗୋଟେ ଅଛି, ଇଏ ତ ଆସିଲା ବେଳକୁ ଶୀତ ଆରମ୍ଭ ହେଇଯାଉଛି। ଏଭଳି ପରିସ୍ଥିତି ଭିତରେ ପାଖାପାଖି ଦେଖନ୍ତୁ 2 ମାସ ହେଇତ ବସିଲାଣି ରାସ୍ତା ଏଭଳିଆ ଖୋଳି ଖାଳି ଦେଇକି ତାକୁ ଦେଇକି ପଳେଇଗଲେ। ବର୍ତ୍ତମାନ ସୁଦ୍ଧା ବି ପକ୍କା ରାସ୍ତା କରିପାରିଲା ନାହିଁ। ଆଉ ଇଏ ସୁଖଦେବପୁର ଆମର ଯେଉଁ ପେଟ୍ରୋଲ ପମ୍ପ ସେଠୁ ଆରମ୍ଭ କରିକି ନଉଣ୍ଡା ସେ ପର୍ଯ୍ୟନ୍ତ ପାଖାପାଖି 2 କିଲୋମିଟର ହେବ କ'ଣ ରାସ୍ତା। ଏତିକି ରାସ୍ତା ଏଇଭଳିଆ ଏକା ପରିସ୍ଥିତିର ସମ୍ମୁଖୀନ ଆମେ ହେଉଛୁ। ତାକୁ ଶୀଘ୍ର ଆମର ବିଭାଗୀୟ ଅଧିକାରୀ ସେ ତଦନ୍ତ କରି ଶୀଘ୍ର କ'ଣ ପାଇଁ କାମଟା ଅଟକା ହେଇକି ରହିଛି, ତାକୁ ଶୀଘ୍ର କେମିତି ଶେଷ କରିବେ ସେ ପୁରା ଧ୍ୟାନ ଦେବା ଦରକାର ସରକାର। କାମ କିଏ ଅଟକି ଜାଣିଛନ୍ତି କ'ଣ ପାଇଁ ମୁଁ ତ ଅବଶ୍ୟ ଜାଣିନାହିଁ, କିନ୍ତୁ ଲାଗୁଛି କେହି ନା କେହି କାମଟାକୁ ବନ୍ଦ କରି ରଖିଥିବେ। ନହେଲେ ଏତେ 2 ମାସ ହେଲାଣି କାମଟା ପଡ଼ିଯାଇଛି, କ'ଣ ପାଇଁ ପଡ଼ିଯାଇଛି। ଯାହା ହଉ ମୋଟାମୋଟି ସେ ବନ୍ଦ କରିଥାନ୍ତୁ କେହି, କିମ୍ବା କୌଣସି କାରଣ ତ ବନ୍ଦ ରହିଥାଉ, ତାକୁ ଶୀଘ୍ର ମରାମତି ହେବା ଦରକାର ଏବଂ ଲୋକମାନଙ୍କୁ ଯେଉଁ ଅସୁବିଧା ହେଉଛି ତା ଦୂର ହେବା ଦରକାର।